स्वागत दर्शक बंधु। आज आम नागेश्वर न्यूज ओडिशा कैमेरा टीम सहित आम आज जो व्यक्ति को भेटुछु सी होचंती अध्यापक श्रीयुक्त उदयनाथ त्रिपाठी। तेबे आसंतु तांको सहित किछि आलोचना आ आलाप को आपण माने सुनिले। तेबे आम नागेश्वर न्यूज ओडिशा तरफ आपन स्वागत जनाउछु। धन्यवाद। आपण कहंतु आपण को ना उदय की रखिथिले? मोर ना को उदय मोर आई मोर जदे आई से देथिले काहे मु उदय सूर्य उदय समय जन्म होइथिले तो से माने से हिसाब रे उदयनाथ रखिथिले। तेबे आपण कहंतु आपण को पिला दिन चाइल्डहुड इस केमिति कटथिला? सेतेबेले सामाजिक अर्थनैतिक व्यवस्था केमिति थिला? सेतेबेले सामाजिक अर्थनैतिक व्यवस्था बहुत खराब थिला। गाँ गहली आम रही आ जीवन बहुत सरल थिला। केवल बंची रही जी आवश्यक दरकार जी जिन गाँ गहली मिल जाऊला से आम भोजन कर बाड़ी फल पनीपरिया आ बिलर धान आ चाउल गाई गुआल क्षीर एमती खाई आम बचुलु। क्षीर दही सब खाई। तेबे कोंतु आपन को स्कूल जीवन कथा कोंतु प्राइमरी रे को स्कूल ले पाठ पढिले? मो गाँ पाख उदयंक बाल्य जीवन थिला अति चपल। पिता स्वर्गत बनमणि त्रिपाठी पेशारे थिले जणे चाषी। हे समय बयस कुमोर नेलो चोरे। हे समय बयस कुमोर नेलो चोरे। को सिंधु करे देलो लुचेई। को सिंधु करे देलो लुचेई। हे समय नेहुरा होची हली मु करुची। मो पिला दिन मते दियो फेरेई। मो पिला दिन मते दियो फेरेई। हे समय बयस कुमोर नेलो चोरेई। बेत माड़कू डरी बही बस्तानी धरी लुचिची केबे जाई आंब तोटारे केबे नई पठारे। ओ पुरुणा खाता चिरी कागज डंगा करी भसेई देइची मु बरसा ठारे घरे दांड दुआरे। बोकु केते मिछ कहिची खरा बेले लुची आंब तोड़ीची। चोरी करी पुणी धरा पड़ीची कान धरी उठ बस हेची। हे समय नेहुरा होची हली मु करुची। मो दुष्टामी दिन को दियो फेरेई। मो दुष्टामी दिन को दियो फेरेई। हे समय बयस कुमोर नेलो चोरेई। एही गरीब तथा निम्न मध्यवित्त परिवार रे जन्म ग्रहण करिथिबा उदयनाथंक पिलादिन खूब संघर्ष मध्य गति करिथिला।
এই মন্দির প্রাঙ্গণে আমার গোটে গাঁরে আমি যুবসং করলু ଏ ରବି ବି ଥିଲେ ଆଉ ଅନ୍ୟାନ୍ୟ ସବୁ ଥିଲୁ ଆମେ 17 ଜଣ ଲୋକ ଥାଇକି ମିଟିଂ କରିଥିଲୁ ଆଉ ଏଇଠି ଭୋଜି ହୁଏ ଆଉ ଆମେ ରାସ ହୁଏ ଆଉ ଏଇଠି ସବୁ ଗାଁ ଯେତେ ବଡ଼ ଓଷା ହୁଏ ସବୁ ପ୍ରକାର ଏଠି ପର୍ବପର୍ବାଣି ଗାଁ ଲୋକ ଆସିକି ପୂଜା କରନ୍ତି ଆଉ ଲକ୍ଷ୍ମୀ ନାରାୟଣ ଏ ଗ୍ରାମ ସାମ୍ନାରେ ଥିବାରୁ ଆମ ଗାଁରେ ସବୁ ପ୍ରକାର ଉପକାର ହୁଏ ଆଉ ଗାଁରେ କେବେ ଏ ଗାଁ ନିକଟରେ ଇଏ ଅଛି ଆମ ଗାଁ ଯେଉଁ ଭଞ୍ଚିଗୋଡ଼ି ହୀରାପାଟଣା ସବୁ ହଇଜା ହେଇଗଲା କିନ୍ତୁ ଆମ ଗାଁରେ ହଇଜା ହେଇନି ଆମ ଗାଁ ଲୋକ ସବୁବେଳେ ମାତାଙ୍କ ମା ଜାଗୁଳେଇଙ୍କ ଯୋଗୁଁ ଆଉ ଦକ୍ଷିଣାରାୟଣ ଯୋଗୁଁ ସୁରକ୍ଷିତ ପାଣିରେ ମାଛ ଧରିଛି ବାଣ ଫୁଟେଇ ହାତ ପଡ଼ିଛି ହେ ସମୟ ନେହୁରା ହଉଛି ପଡ଼ି ମୁଁ କରୁଛି ହଜିଲା ଦିନକୁ ଦିଅ ଫେରେଇ ମୁଁ ହଜିଲା ଦିନକୁ ଦିଅ ଫେରେଇ ଏ ସମୟ ବୟସକୁ ମୋର ନେଲ ଚୋରେଇ ଏ ସମୟ ବୟସକୁ ମୋର ନେଲ ଚୋରେଇ ସିନ୍ଧୁ করে দিল লুচেই ଏ ମନ୍ଦିର ଅମରେଶ୍ୱର ହେଉଛି ଅମର ବର ଦେବା ରାବଣକୁ ଅମର ବର ଦେଇଥିବାରୁ ଏ ମନ୍ଦିର ଯେଉଁ ଦେବ ଅଛନ୍ତି ମହାଦେବ ତାଙ୍କ ନାଁ ଅମରେଶ୍ୱର ହେଲା ରାବଣ ସବୁ ଦେବତାମାନଙ୍କୁ ଜିତି ସେ ହେଉଛି ବିଶ୍ୱମା ଋଷିଙ୍କର ପୁତ୍ର ଆଉ ସେ ଯେତେବେଳେ ସବୁ ଦେବତାଙ୍କୁ ଜିତିକିରି ସେ ଶୁଣିଲା ଯେ ଏ ଉତ୍ତର ଖଣ୍ଡରେ ମୁଁ ପ୍ରଥମେ ମୋ ଜୀବନ ଦୁଃଖ କଥା କହୁଛି ପ୍ରଥମେ ମୁଁ ପାଠ ପଢ଼ୁନଥିଲି ଆମ ଗାଁଟା ଅଶିକ୍ଷିତ ଗାଁ ଥିଲା ଆଉ ସେମାନେ କେବଳ ଚାଷ କରିକିରି ଆଉ ଗାଈ ଗୋରୁ ରଖିକିରି ଚଳୁଥିଲେ ତେଣୁ ମୁଁ ଆମର ଗୋଟେ 7, 8 କି 10ଟା ଖଣ୍ଡେ ଗାଈ ଥିଲେ ସେ ଗାଈଙ୍କ ସେବା କରୁଥିଲି ଆଉ ଗୌଡ଼ ବି ଥିଲା ତା ସାଙ୍ଗରେ ଆମେ ଯାଉଥିଲୁ ଗାଈ ଦେଉଥିଲୁ ଥରେ ଆଉ ମୁଁ ଯାଇଛି ଗାଁ ପାଖକୁ ହଠାତ୍ ବର୍ଷା ଆରମ୍ଭ ହେଇଗଲା ଚଡ଼ଚଡ଼ି ପଡ଼ିଲା ଚଡ଼ଚଡ଼ି ପଡ଼ିକିରି ସେ ଗୌଡ଼ ପିଲାଟା ମୋଠୁ ଟିକେ ଦୂରରେ ଗୋଟେ ଭଲ ଡିଷ୍ଟାନ୍ସରେ ଥିଲା ସେ ତାପରେ ପଡ଼ିକି ଅନ୍ ଦି ସ୍ପଟ୍ ମରିଗଲା କିନ୍ତୁ ମୁଁ ବଞ୍ଚିଗଲି କିନ୍ତୁ ମୋର ଏଇ କାରଣଟା ବଦଲା ହେଇଗଲା ସେଇଟା ବଞ୍ଚିଗଲି ତାପରେ ପାଠ ପଢ଼ା ମୋ ଗାଈ ଦେଖିବା ଚାଷ କରିବା ଏଇ କାମ ଥିଲା ପାଠ ପଢ଼ିବା ମୋର ବୋଲେ କେହି କଳ୍ପନା କରିନଥିଲେ କିନ୍ତୁ ଆମ ଗାଁରେ ଜଣେ ଅର୍ଦ୍ଧଶିକ୍ଷିତ ଲୋକ ସେ କ'ଣ କରିଥିଲେ ଗୋଟେ ଚାହାଳି କରିଥିଲେ ଗାଁର ବହି ପିଲାଙ୍କୁ ସନ୍ଧ୍ୟା ବେଳକୁ ମାନେ କାମ କରିକି ଆସିଲା ପରେ ତାକୁ ପଢ଼ଉଥିଲେ ମୁଁ ସନ୍ଧ୍ୟା ବେଳକୁ କ'ଣ କରେ ସେଠି ଯାଏ ସେ ଘର ଭିତରେ ବସନ୍ତି ମୁଁ ବାହାରେ ବାରଟାରେ ବସେ ବାରଟାରେ ବସିକିରି ତାକୁ ଶୁଣେ ତାହେଲେ ଆପଣଙ୍କର ପଢ଼ିବା ଗାଁ ଚାଟଶାଳୀରେ ହିଁ ଆରମ୍ଭ ତେଣୁ ମୁଁ ତାକୁ କହୁଛି ତାପରେ ସେ କହିଲେ ମୁଁ ଇଏ କରି ସେ କହିଲେ ତୁ ସବୁଦିନ ମାସେ ଖଣ୍ଡେ ଗଲା ପରେ ମାସେ 2 ମାସ ଗଲା ପରେ ସେ କହିଲେ ତୁ କହିଲେ ସବୁଦିନ ଆସିକି ବସୁଛୁ କ'ଣ ତୋର ଆମ ତୋତେ ତ ପଢ଼େଇବୁନି କିଛି ତୁ କାହିଁକି ବସୁଛୁ ମୁଁ କହିଲି ମୁଁ ଟିକେ ବସି ମୋତେ ଭଲ ଲାଗୁଛି ଟିକେ ନା ତୁ କ'ଣ କି ସେ ଏଥିରୁ ଶିଖିଛୁ ମୁଁ କହିଲି ହଁ ସେ ମୋତେ ସବୁ ପଚାରିଲେ ସବୁ ସ୍ପଷ୍ଟ ଭାବରେ ସବୁ କହିଦେଇ ଗଲି ବହିମାନେ ଯେଉଁମାନେ ପଢ଼ୁଛନ୍ତି ସେମାନେ କହିପାରିଲେନି ମୁଁ ସବୁ କହିଦେଇ ଗଲି କହିଲେ ତୁ ଏତେ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ କାହିଁ ତ ବୋଉ ପଢ଼ୁନାହାନ୍ତି ତୋତେ ମୁଁ କହିଲି ସେ ସେମାନଙ୍କର ଆର୍ଥିକ ଅବସ୍ଥା ଭଲ ନାହିଁ ମୋତେ ପଢ଼ୁନାହାନ୍ତି ସେଥିରେ ସବୁ ବୋଉ ପାଖକୁ ତା ପରଦିନ ସକାଳୁ ଗଲେ କହିଲେ ନାନୀ ତୁ କାହିଁକି ଆମ ବାବାଙ୍କର ନାନୀ ଜାଗାରେ କଲି ନାନୀ ତୁ ବୋଲେ ମୋ ବୋଉ ନାଁ ହେଉଛି ସଦାପାଣି ସର୍ଦି ନାହିଁ ସେ ସର୍ଦି ନାଁ ଡାକନ୍ତି ନାନୀ କାହିଁକି ତା ବୋଉ ପଢ଼ଉନୁ ନା ଆମର ତ ଘର ଆର୍ଥିକ ଅବସ୍ଥା ଭଲ ନାହିଁ ଆଉ ଗାଈ ଗୁଡ଼ିଏ ଅଛନ୍ତି ସେ ଗାଈକୁ ଯତ୍ନ ନେଲେ ଆମେ ଚଳିପାରିବୁନି ଗାଈ କ୍ଷୀର ମିଳୁଛି ଦହି ମିଳୁଛି ତାପରେ ଘିଅ ମିଳୁଛି ସବୁ ବିକା ବିକି କରି ଆମେ ଚଳୁଛୁ ଆଉ ତାପରେ ଆମର ଯାହା ଚାଷ ଜମି ଯେତିକି ଖାଇବା ପାଇଁ ହିଁ ଅଛି ନା ତୁ ତାକୁ ପାଠ ପଢ଼ା ନା ଗାଈ ଗୁଡ଼ା କ'ଣ କରାଯିବ ନା ସେ ଗାଈ ଥାଆନ୍ତୁ ଆଉ ଗାଈ ବିକା ବିକି କରିଦିଆ ସେ ବହୁତ ଭଲ ପଡ଼ିବ ନା ସେ ଭାଗ୍ୟକୁ ସେତେବେଳକୁ ଗୋଟେ ଗାଈ ମଡ଼କ ହେଲା 2-3ଟା ଗାଈ ଆମର ମରିଗଲେ କିନ୍ତୁ ବହୁ ମନ ଦୁଃଖ ହେଇଗଲା
ସେଠୁ ଇଏ କହିଲେ ଦାମୋଦର ଦାସ କହିଲେ ତାକୁ ପୁଅ ଆଜି ବାକେ ବାନ୍ଧିର ଅଛି ସେ ମୋ ସବୁ ଅର୍ଗାନାଇଜ ଦେଖେଇଛି ସେଠୁ ସେ କହିଲେ ମୁଁ ତାକୁ କୁହାରେ ବୋଉ ଯାଇକି ଆମ ଗାଁ ପାଖ ଅମରେଶ୍ୱର ମାର ଯୋଉଠି ରାବଣ ବର ପାଇଥିଲା ଅମର ବର ସେଇଠି ଆଜି ଦେଖିବା ସବୁ ତାପରେ ସେ ସେ ଅମରେଶ୍ୱରରେ ପଡ଼ିଲୁ ମୁଁ ଅମରେଶ୍ୱର ଯାଇ ପଢ଼ିଲି ପ୍ରଥମେ ଦ୍ୱିତୀୟ ଶ୍ରେଣୀ ନାଁ ଲେଖିଲି ତାପରେ ଦେଖିଲି ସବୁ ପଢ଼ି ସାର୍ମାନେ ଟେଷ୍ଟ କରିଦେଲେ ଏଇଟା ଦ୍ୱିତୀୟ ଶ୍ରେଣୀ ପାଇଁ ଯୋଗ୍ୟ ଦ୍ୱିତୀୟ ଶ୍ରେଣୀରୁ ଆରମ୍ଭ କଲେ ପାଠ ପଢ଼ା ତାପରେ ପଢ଼ାପଢ଼ି କରି ସେ ସବୁବେଳେ କ୍ଲାସରେ ଫାଷ୍ଟ ହୁଏ ସାର୍ମାନେ ଯାହା ମାନେ ମୁଁ କରିଦିଏ ସବୁ ସାର୍ମାନେ ସବୁ ସୁବିଧା ଦିଅନ୍ତି ସ୍କୁଲରେ ଫ୍ରି ଦିଅନ୍ତି ସବୁ କଥା ଖାଇବା ପିଇବାଠୁ ଆରମ୍ଭ କରି ସବୁ କଥା ତେଣୁ ମୁଁ ସେଠି ଗେଲା ପୁଅ ହେଇକି ମାଇନର ସେଠି ପାସ୍ କଲି ତାପରେ ମାଇନର ପଢ଼ିବା ବି କ'ଣ କରିବି ଆଉ ପଇସା ନାହିଁ କିଛି ନାହିଁ ପତ୍ର ନାହିଁ କ'ଣ କରିବି ବଡ଼ ଭାଇ ଆମର ଗାଁରେ କଲିକତାରେ ଚାକିରି କରୁଥିଲେ ମୁଁ କହିଲି ଭାଇନା ମୁଁ ପାଠ ପଢ଼ିବାକୁ ଚାହୁଁଛି ନା ନାଇଁ ତୁ ଗାଁରେ ଚାଷ କର ଜମିବାଡ଼ି ଅଛି ଆଉ ପଢ଼ିପାରିବି ପଇସା ନାହିଁ ମୁଁ କିନ୍ତୁ ମୋର ସାଙ୍ଗ 2 ଜଣ ଅଛନ୍ତି ଯାଅ ମାଇନର କେବେ ଆପଣ ପାସ୍ ଆଉଟ୍ ହେଲେ ମାଇନର 59ରେ 57ରୁ 59 କୋଉ ସ୍କୁଲରେ ପାଠ ପଢ଼ୁଥିଲେ ସେ କହୁଛି ସେଥିରୁ ସେ ମାଇନର ମୋ ମହାଜନ ପିଲାମାନେ ଯାଉଥିଲେ ସେ କହିଲେ ତୁ କାହିଁକି ଯାଉନୁ ମୁଁ କହିଲି ସାର୍ ମୁଁ ପଢ଼ିପାରିବିନି ପଇସା ଦେଇପାରିବିନି ନା ତୁ ଆସେ ନାଁ ଲେଖା ନାଁ ଲେଖେଲ ଯାହା ପଇସା ହେବ ଆମେ ଦେଇଦେବୁ ତୁ ମୁଁ କହିଲି ନା ପଇସା କଥା ଛାଡ଼ ତୁ ଗଲି ସେ ସାର୍ମାନେ ହେଡ଼ମାଷ୍ଟର ଥିଲେ ସେ ତାଙ୍କୁ ଆବଲା କଲି ସେ କହିଲେ ଆଉ ତୁ ନାଁ ଲେଖା ତୁ ଏତେ ଭଲ ପଢ଼ୁଛୁ ନାଁ ଲେଖା ଲେଖିଲି ସେ ସ୍କୁଲରେ ବି ଫାଷ୍ଟ ହେଇଛି ସବୁବେଳେ ଆଉ ସେ ସିଂହପାନିଆ ମାଇନର ସ୍କୁଲ ନୟାଗଡ଼ ସେ ସ୍କୁଲରେ ସେଠି ଆଉ ମୋ ସାହିତ୍ୟଟା ଏତେ ଭଲ ହେଉଥିଲା ସେ ଜଣେ କୈଳାସ ଚନ୍ଦ୍ର ରାୟ ମିଳିଥିଲେ ସେ ଥରେ ମୁଁ କ୍ଲାସରେ ଆବସେଣ୍ଟ ଥିଲି ସେ କ୍ଲାସରେ ଆଲୋଚନା ମୋ ସାହିତ୍ୟ ଆଲୋଚନା କଲେ ଗୋଟେ ଏସେକୁ ଗୋଟେ ରଚନା ଲେଖିଥିଲି ସେ ରଚନାରେ ପଢ଼ିଲେ ଆଉ ଗୋଟେ କବିତା ଲେଖିଥିଲି କହିଲେ ଦେଖ ଏତେ ବୟସରୁ ସେ ସୁନ୍ଦର କବିତା ଲେଖୁଛି ଆଉ ତାପରେ ରଚନା କେତେ ସୁନ୍ଦର ଲେଖିଛି ବହୁତ ପ୍ରଶଂସା କଲେ ହାଇସ୍କୁଲରେ କୋଉ ହାଇସ୍କୁଲରେ ପାଠ ପଢ଼ୁଥିଲେ ମୁଁ ନିହାତି ହାଇସ୍କୁଲରେ ଆଗ ପ୍ରଥମେ ନିମାପଡ଼ା ସ୍କୁଲ ଗଲି ସେଠି ସୁବିଧା ମିଳିଲାନି ତାପରେ ନିହାତି ହାଇସ୍କୁଲକୁ ମୋର ସାଙ୍ଗ ଜଣେ କହିଲେ ନିହାତି ହାଇସ୍କୁଲ ଚାଲେ ନିହାତି ହାଇସ୍କୁଲ ଗଲି ସେଠି ନାଁ ଲେଖେଇଲି ଆଉ ସେଠି ବି ପାଠ ପଢ଼ିଲି ଆଉ ସେ ଜଣେ ଡାକ୍ତର ସେଠି ନିହାତି ଡାକ୍ତର ଯେ ଥିଲେ ସେ ବହୁତ ଭଲ ଲୋକ ସେ ତାଙ୍କ ପୁଅଟା ବି ମୋ ସାଙ୍ଗେ ପଢ଼ୁଥିଲା ସେ କହିଲେ ତୁମେ କାହିଁକି ଇଣ୍ଟର୍ନ ରହୁଛ ମୋ ଘର ଆସିକି ରୁହ ହଁ ମୋ ପୁଅଟା ଟିକେ ଚଗଲା ଅଛି ତୁମେ ରହିଲେ ଭଲ ପଢ଼ାପଢ଼ି କର ମୁଁ ସେ ରହିଲି ନିହାତି ହାଇସ୍କୁଲରେ ଶିକ୍ଷକମାନେ ବହୁତ ମୋତେ ବହୁତ ଭଲ ପାଉଥିଲେ କାରଣ କ୍ଲାସରେ ମୁଁ ସବୁବେଳେ ଫାଷ୍ଟ ପୋଜିସନ୍ ସେତେବେଳେ ଏକାଦଶ ଶ୍ରେଣୀ ଥିଲା କୋଉ ଡିଭିଜନ ମ୍ୟାଟ୍ରିକ ହେଇଥିଲା ମୁଁ ଫାଷ୍ଟ ଡିଭିଜନ ପାଇଥିଲି ଆଉ ତାପରେ ଫାଷ୍ଟ ଡିଭିଜନ ପାଇଥିଲି ଆଉ ଆମ ସ୍କୁଲରେ 2 ଜଣ ଫାଷ୍ଟ ଡିଭିଜନ ପାଇଥିଲେ ମୁଁ ଗୋଟିଏ ଆଉ ତେବେ ଆଉ ମ୍ୟାଥମେଟିକ୍ସ ଅପସନାଲ ସଂସ୍କୃତରେ ମୋର ମୋର ଦେନ୍ 90% ରହିଥିଲା ତାହେଲେ ଆପଣ ମ୍ୟାଟ୍ରିକ କେତେ ମସିହା ପାସ୍ 63 ରେ ପାସ୍ ଆଉଟ୍ ଆପଣଙ୍କର ତାପରେ କଲେଜରେ ପ୍ରଥମେ SC କଲେଜରେ ଗୋଟେ ବର୍ଷ ନାଁ ଲେଖିଲି ଯେତେବେଳେ ଆମ ଘର ପଡ଼ିଗଲା ପଢ଼ିବାକୁ ଅସୁବିଧା ଥିଲା ସେ ବିଜୁ ପଟ୍ଟନାୟକ କ'ଣ ଘର ପଡ଼ି ଲୋକଙ୍କୁ ସବୁ 100 ଦେଉଥିଲେ ସେଇଟା ନେଇକିରି SC କଲେଜରେ ପଢ଼ି ସେ ଗୋଟେ ବର୍ଷ ଯାହା ହଉ ପଦ୍ମଚରଣ ସମସ୍ୟା ଥାନ୍ତି ଯେ ସେ ଗୋଟେ ଫ୍ରିରେ ଗୋଟେ ଆମର ପଇସା ପତ୍ର ନଥିଲା ତ ସେ ଫ୍ରିରେ ଗୋଟେ ହଷ୍ଟେଲ ରଖେଇଦେଲେ ଗୋଟେ ବର୍ଷ ପଢ଼ିଲି କିନ୍ତୁ ସେ ମୋର ଭଲ ରେଜଲ୍ଟ ହେଲାନି ତାପରେ ଛାଡ଼ି ଦେଇକିରି ତାପରେ ନିମାପଡ଼ା ପାଖରେ ଗୋଟେ ଜଣୁ ସ୍କୁଲ ବୋଲି ସେଠି ଆସିକି ଗୋଟେ ଟିଚର ହେଲି ଗୋଟେ ବର୍ଷ ତାପରେ ଏଇଠି ଭୁବନେଶ୍ୱରରେ ଆମର ରିଜନାଲ କଲେଜ ଅଫ୍ ଏଜୁକେସନ ଖୋଲିଲା ଆମର ଯେଉଁ ମୋର ଚିହ୍ନା ପରିଚୟ ଥିଲେ ତାଙ୍କୁ କୁହାଗଲେ କହିଲେ ମୋତେ ଟିକେ ଭର୍ତ୍ତି କରିଦିଅ ଏତେ କହିଲେ ହଁ ମେରିଟ୍ ଉପରେ ଯଦି ହେବ ତ ଇଣ୍ଟରଭ୍ୟୁ ଦେବ ପାଇବ ଯଦି ପାଇବ ମୁଁ ଇଣ୍ଟରଭ୍ୟୁ ଦେଲି ଇଣ୍ଟରଭ୍ୟୁ ପାଇଗଲି 4 ବର୍ଷ ସେଠି ଆମର ଫ୍ରି ପାଠ ପଢ଼ା 100 ଟଙ୍କା ସ୍କଲାରସିପ୍ ଖାଇବା ପିଇବା ହଷ୍ଟେଲ ଫିଷ୍ଟେଲ ସବୁ ମାଗଣା ସେଠି BSc BEd BSc ଅନର୍ସ ଡିଷ୍ଟ୍ରିକ୍ସନ ସହ 5 କ୍ଲାସରେ ପାସ୍ କରିଛି କେବେ କେତେ ମସିହାରେ ପାସ୍ କଲେ ସେଇଟା 69 ତାପରେ କ'ଣ କଲେ ତାପରେ ଘରେ ବୋଉ ମୋର ବୋଉ ପାଗଳ ହେଇଗଲେ ମୁଣ୍ଡ ଖରାପ ହେଇଗଲା ଆଉ ବାପାଙ୍କ ଦେହ ଖରାପ ହେଇଗଲା ଆଉ ପାଠ ପଢ଼ି ପାରିଲିନି ତେଣୁ ବାଧ୍ୟ ହେଇକିରି ଗାଁ ପାଖ ସ୍କୁଲରେ ଆଗ ଜଣ ସ୍କୁଲରେ ମୋତେ ସେଠି ଥିଲେ ଆଗରୁ ସେଠି ମୋତେ ହେଡ଼ମାଷ୍ଟର କରିଦେଲେ
से सेक्रेटरी से मोर पढ़ला तापर से छाड़ी से इन्स्पेक्टर ऑफ स्कूल से जाइए से कहले आप आसतु आप भल स्टूडेंट आम गवर्नमेंट स्कूल दे दूसरी से नुआटा स्कूल दे नुआटा स्कूल मुझे 3 वर्ष रही केंद्रीय विद्यालय इंटरव्यू देली केंद्रीय विद्यालय ओएस भी देली तापर केंद्रीय विद्यालय देली केंद्रीय विद्यालय लखनऊ रे इंटरव्यू देली सीटी पाइगली तापर लखनऊ आसी घरे पहुंचला पुणी कलकत्ता गोटे इंटरव्यू आसी मुझे कहले कलकत्ता न कले से दूर पकड़ घर घर असुविधा अच्छी तापर फिर कलकत्ता गली से लोग जे इंटरव्यू नहीं से कमिशनर से आसिक तुम देखी पुणी सर लखनऊ जाइए पुणी ये आस बोले ये कलकत्ता रिजन मिले खुशी इंटरव्यू दे फास्ट भल परफॉर्मेंस है आईआईटी खड़गपुर पाई आईआईटी खड़गपुर सेठू चाकरी जीवन चाकरी आरंभ तापरे पुणी फेरी कि मोर आउ हायर डिग्री दरकार ना एमएससी डिग्री दरकार एमएससी तो हो पारे प्राइवेटली तेणु मो सला कहले तुम्हें कहीं से हिस्ट्री प्रोफेसर से कहले तुम्हें हिस्ट्री परीक्षा दो मुझे हिस्ट्री किसी जानी साइंस लोग मुझे जहाँ पढ़ो पढ़ी मतलब 53 पॉइंट के आसला तुम हाँ 2 वर्ष इंटरव्यू दिलु हायर पोस्ट पाइली कमिशनर भेटिली कमिशनर कहले तुम्हें कहीं इंग्लीश परीक्षा दो ना मुझे सर मुझे साइंस स्टूडेंट इंग्लीश देव हाँ तुम इंग्लीश बेटर योर इंग्लीश इज बेटर देन अदर्स हाँ मुझे सर आप ना मुझे जानी कहले तो इंग्लीश जो 45% नहीं आसल नेक्स्ट डे तुमको पीजीटी रे इंटरव्यू तुम दे पोस्ट करी मो से गाँव जाते गोड़ भाई कला जेतु से बही रखिकी पढ़ापढ़ी कल से खंडिया गोटे स्कूल जाते भविष्य बदन बेले प्रिंसिपाल सर अरे त्रिपाठी बिटू त्रिपाठी यू आर कमिंग विथ बोले बुकन लेग मुझे सर कौन कर मोर छुट्टी ना तुम्हें सब क्या किसी कहबनी प्रति शनिवार ना आस साइन करदे सप्ताह गोड़ भल हवा पर्यटन एमती आस सुविधा दे मुझे बही काली पढ़ी पढ़ी इंग्लीश परीक्षा देली 48% आसला एमती इंटरव्यू देली फिर से इंटरव्यू हिस्ट्री पाइगले पीजीटी इंग्लीश इंग्लीश पाइले मद्रास हिस्ट्री पाइले बचेली मतलब छत्तीसगढ़ समझ पारे हिस्ट्री जाओ हिस्ट्री तेरे अपन केंद्रीय विश्वविद्यालय जो अपन पोस्टिंग पाइले तापर पर आउ कोड कोड अपन प्रमोशन हे आसले कि अलगा को पदवी नहीं से डिस्ट्रिक्ट प्रमोशन गुडे गले से गले प्रमोशन टीजीटी दिली 10 ग्रेड टीचर दिली साइंस सिटी हिस्ट्री रे पीजीटी गली तापरे आउ रिटायरमेंट को अपन करो रिटायरमेंट है भुवनेश्वर तापर भुवनेश्वर आसले केबे आगो इति सुनदु आगो आईआईटी खड़गपुर है तापर आम ट्रांसफर ये हुए ट्रांसफर हुए ट्रांसफर जब तब पुणी ये गला कौटी बच्चे ये आसाम आसाम के दिन रही 2-3 वर्ष रही मुझे पु देह खराब है घर खराब है से मत ओडिशा आईआईटी ट्रांसफर कर ओडिशा ट्रांसफर करदे हाँ ओडिशा रे के दिन रही पुणी पुणी से सरप्लस गली बिहार बिहार से 6 वर्ष रही बिहार पुणी फिर ओडिशा आसली ओडिशा भुवनेश्वर गली फिर भुवनेश्वर प्रमोशन पाइली पुणी गली बचेली बचेली पुणी आसली बरहमपुर पुणी सरप्लस गली छत्तीसगढ़ से बैकुंठपुर पुणी आसली बालेश्वर भुवनेश्वर रिटायरमेंट केते मसे रिटायरमेंट कले 2006 को पदवी थे रिटायरमेंट कला पीजीटी आ वही अल्प दिन भी प्रिंसिपल इंचार्ज प्रिंसिपल जाते पड़े 2000 केते रिटायर्ड हेले तो 2006 2003 रे जाइते प्रिंसिपल आपण लेखा लेखी केबे और कहा प्रेरणा आरंभ कले मो पिला दिने गोटे गोटे कविता लिखुଥିଲି कॉलेज रे मध्य मागाजिन रे गोटे गोटे दउଥିଲି किंतु आ रेगुलर लिखु नथिली तापरे रिटायर करिया पूर्व मोर गोटे
ଇଏ କପି ଥିଲା ସେ କପିରେ କବିତା ଲେଖୁଥିଲି ସବୁ ଡାଏରୀରେ ସେ ଆମର ଜଣେ ଯାହା ଘରେ ଭଡ଼ା ରହୁଥିଲୁ ସେ ଶତପଥୀ ବୋଲି ସିଏ ଆସିକି ଯେତେବେଳେ ବସିଥିଲା ଆମର ସେ ଖାତାରେ ତାଙ୍କ ହାତରେ ପଡ଼ିଗଲା ସେ 2-3ଟା କବିତା ପଢ଼ିକି କହିଲା ତ୍ରିପାଠୀ ଆପଣ ଏତେ ଭଲ କବିତା ଲେଖୁଛନ୍ତି କାହିଁକି ପତ୍ର ପତ୍ରିକା ଦେଉନାହାନ୍ତି ବୋଲେ ଆଜ୍ଞା ମୋ କବିତା କିଏ ଦେଖିବ ଆଜ୍ଞା କେତେ ବଡ଼ ବଡ଼ ଲେଖାକ ଆଉ ମୋ କିଏ ନା ଆପଣ କାଲି ଆସନ୍ତୁ ମୁଁ ଆମର ଗୋଟେ ଅଛି ନବରବି ବୋଲି ଗୋଟେ ପତ୍ରିକା ସେଥିରେ ମୁଁ ଆପଣଙ୍କ ଲେଖା ମୁଁ ଗଲି ସେ ପତ୍ରିକାର ରବି ମିଶ୍ର ବୋଲି ଥିଲେ ସେ ଦେଖା କଲେ କହିଲା ଆପଣଙ୍କ ସହିତ କଥା ଅଛି ପଠାରୁ ମୁଁ ରେଗୁଲାରି ପ୍ରତି ସପ୍ତାହ ସେଇ ନୋଟୁ ରେଗୁଲାରି ଅବସର ସମୟରେ ଲେଖାଲେଖି କେମିତି କ'ଣ ଚାଲିଛି? ହଁ ଅବସର ମୁଁ ସେତେବେଳେ ଚାକିରି ଥାଏ ଅବସର ସେତେ ବ୍ରହ୍ମପୁରରେ ଥାଏ ବ୍ରହ୍ମପୁରରେ ସେଠି ସମାଜରେ ସବୁ କବିତା ସମ୍ମିଳନୀ ସବୁ କରି କବି ସମ୍ମିଳନୀ କରି ବିଭିନ୍ନ ସବୁ କବିତା ପ୍ରକଟ କରି ଇଏ କଲି ତାପରେ ବ୍ରହ୍ମପୁର ଟ୍ରାନ୍ସଫର ହେଇଗଲା ତାପରେ ଅବସର ହେଲା ପରେ ପୁରା ଗଲି ଆଉ କେତେ ଜାଗାରେ ମୋତେ ପ୍ରିନ୍ସିପାଲ କରି ଡାକିଥିଲେ ସବୁ ଆପଣ ପ୍ରିନ୍ସିପାଲ 15,000 ଟଙ୍କା ଦେବେ ଆଉ ସେ ଖରାପ କାମ କରିବେ ମୁଁ ତ ପିଲାଠୁ ଖରାପ କାମ କରିନି କାହିଁକି ସାହିତ୍ୟରେ ବରଂ সময়ଟା ଦେବି হ্যাঁ ଆଉ ସେଥିରୁ ସେ ସାହିତ୍ୟ ପଢ଼ାପଢ଼ି ପରେ ବହିପତ୍ର ସବୁ କିଣାକିଣି କରିକି ଆମର ଏଠି ଲେଖକ ସମୁଖ୍ୟ ଅଛି 1 ନମ୍ବର ମାର୍କେଟରେ ଲେଖକ ସମୁଖ୍ୟ ଏ ଆମର ରମାକାନ୍ତ ମିଶ୍ର ବୋଲି ଜଣେ ଅଛନ୍ତି ସେ ତାଙ୍କୁ କହିଲେ ଆଜ୍ଞା ଆପଣ ଟିକେ ଲେଖକ ସମୁଖ୍ୟ ଅଛନ୍ତି କ'ଣ ସେକ୍ରେଟାରୀ ଥାନ୍ତି ଆପଣ ବହି ଫହି ଗଲେ ଦିଅନ୍ତୁ କିଛି ବହି ମୋତେ ଦେଲେ ପୁରୁଣା ବହି ଆଉ କିଛି ପଇସା ତାଙ୍କୁ ଦେଲି ଆଉ ବହି କିଣିକି ଆସିଲି ସେଥିରେ ପଢ଼ାପଢ଼ି କଲି ଲେଖାଲେଖି କଲି ସବୁ କଣ୍ଟିନ୍ୟୁସ୍ ଚାଲିଲା ଆଉ ଏପର୍ଯ୍ୟନ୍ତ 20 ଖଣ୍ଡ ବହି ବାହାର କରିଛି 15-17 ଖଣ୍ଡ ବହି ବାହାରିଛି ଏବେ ବି 10 ଗୋଟେ ବହି ଅଛି ତାପରେ ବିଭିନ୍ନ ଜଗନ୍ନାଥ ସଂସ୍କୃତି ଉପରେ ମୁଁ ଖାଲି ଗୋଟିଏ ବିଷୟ ଖାଲି ଗପ କରିବାକୁ ଲେଖୁଛି ଖାଲି ଗପ ଲେଖୁଛନ୍ତି କେବଳ କବିତା ଲେଖୁଛନ୍ତି ମୁଁ ତା ନୁହେଁ ମୁଁ ଶିଶୁ କବିତା ଲେଖୁଛି ଶିଶୁ ଗପ ଲେଖିଛି ଆଉ ଅନୁବାଦ ସାହିତ୍ୟ ଲେଖିଛି ତାପରେ ଜଗନ୍ନାଥ ସଂସ୍କୃତି ଉପରେ ବହି ଲେଖିଛି ତାପରେ ପ୍ରାଚୀ ଉପରେ ଆମର ପ୍ରାଚୀ ଯେଉଁ ଗାଁ ପାଖରେ ପ୍ରାଚୀ ନଦୀ ପ୍ରାଚୀ ଉପରେ ଗୋଟେ କାବ୍ୟ ଲେଖିଛି ଆଉ ତାପରେ ଗୀତି କବିତା ଲେଖୁଛି ଗୀତି କବିତା ମୋର ଏବେ ସବୁବେଳେ ପ୍ରକାଶ ପାଉଛି ଏବେ ବି ଲେଖୁଛି ଗୀତି କବିତା ବହି ଜମା ହେଇଛି ଘରେ ଦେଖିଲି ଉପରେ ଅବସର ହେଲା ପରେ ଅବସର ପରେ ଲେଖାଲେଖି ତା ଛଡ଼ା ଅନ୍ୟାନ୍ୟ କ'ଣ କରନ୍ତି? ଆଉ କିନ୍ତୁ ସାଙ୍ଗସାଥି ବୁଲେ ଖାଏ ପିଏ ରହେ ଆଉ କିଛି କରେନି ଘର କାମ ଟିକେ ପରିବା ପତ୍ର ଆଣିଲେ ସଉଦା ଆଣିଲେ ଏତିକି କରେ ଆଉ କିଛି କଳା ତଥା ସାହିତ୍ୟ ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ଉଦୟନାଥ ତ୍ରିପାଠୀ ବହୁ ସମ୍ବର୍ଦ୍ଧନା ଓ ମାନପତ୍ର ପାଇଥିଲେ ସେଥିମଧ୍ୟରୁ ଉତ୍କଳ ପ୍ରତିଭା ସମ୍ମାନ 2020 ସେ ପାଇଛନ୍ତି ପୂଜ୍ୟ ପୂଜା ଓଡ଼ିଶା ଭୁବନେଶ୍ୱର ତରଫରୁ ମଧ୍ୟ ତାଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି ପଲ୍ଲୀ ଭାରତ ସାରସ୍ୱତ ସାଂସ୍କୃତିକ ପରିଷଦ ପ୍ରାଚୀ ମହୋତ୍ସବ 2013ରେ ମଧ୍ୟ ତାଙ୍କୁ ଜୟଦେବ ସାଧନା ପୀଠ ଅଡ଼ଶପୁର ତରଫରୁ ପ୍ରାଚୀପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଛି 10ମ ସ୍ୱର୍ଣ୍ଣକ୍ଷେତ୍ରୋତ୍ସବ ସୁବାର୍ତ୍ତା ତରଫରୁ ମଧ୍ୟ ଜୟଦେବ ଭବନରେ 2013 ମସିହାରେ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ଉତ୍କୃଷ୍ଟ ସାରସ୍ୱତ ସାଧକ ଭାବରେ ତ୍ରିଂଶ ଭୁବନେଶ୍ୱର ପୁସ୍ତକ ମେଳା 2014 ତରଫରୁ ମଧ୍ୟ ତାଙ୍କୁ ଶିଶୁ ସାହିତ୍ୟ ପୁରସ୍କାର ଦିଆଯାଇଛି ସାହାଣ ମେଳା 7ମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ ପ୍ରତିଭା ସମ୍ମାନ 2009ରେ ମଧ୍ୟ ତାଙ୍କୁ ଭୁବନେଶ୍ୱରରୁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି ସାହାଣ ମେଳା ଚାରଣ ସମ୍ମାନ 2009 ତାଙ୍କୁ ଦିଆଯାଇଛି ଜୟଦେବ ଭବନରେ ଭୁବନେଶ୍ୱର ଠାରେ ଫୁଲ ନରହରି ସ୍ମୃତି ସମ୍ମାନ 2010-11 ତାଙ୍କୁ ଶୈଳଶ୍ରୀ ବିହାର ଭୁବନେଶ୍ୱର ଠାରେ ତାଙ୍କୁ ଦିଆଯାଇଛି ଏହି ଫଟୋ ତାଙ୍କର 8ମ ରାଜଧାନୀ ପୁସ୍ତକ ମେଳା 2007ରେ ପଲ୍ଲୀ ଭାରତ ସାରସ୍ୱତ ସାଂସ୍କୃତିକ ପରିଷଦ ତରଫରୁ ତାଙ୍କୁ ଜୟଦେବ ସାଧନା ପୀଠ ଅଡ଼ଶପୁର କଟକରୁ ମଧ୍ୟ ପ୍ରାଚୀ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି ରାଜ୍ୟସ୍ତରୀୟ ସାରସ୍ୱତ ସାଧକ କଳାକାର ସମାବେଶ ଏବଂ ସମ୍ବର୍ଦ୍ଧନା ମହୋତ୍ସବ 2012ରେ ମଧ୍ୟ ତାଙ୍କୁ ପ୍ରତିଭା ସମ୍ମାନ 2012ରେ ତାଙ୍କୁ ମିଳିଛି ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ଭୁବନେଶ୍ୱର 65ତମ ନିଖିଳ ଭାରତ ସମବାୟ ସପ୍ତାହ 2018ରେ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ପ୍ରାଚୀ ସରସ୍ୱତୀ ଫାଉଣ୍ଡେସନ ତରଫରୁ ତାଙ୍କୁ ମଧ୍ୟ
सम्मानित करा प्राची प्रतिभा सम्मान 2016 मसीह गोदावरी साहित्य संसद तरफ 2017 मसीह सारस्वत सम्मान सम्मानित करा राज्यस्तरीय कवि लेखक समावेश कविता संकलन उन्मोचन सारस्वत संवर्धना समारोह एवं कविता पाठ उत्सव सारस्वत समाज ओडिशा भुवनेश्वर सप्तम वार्षिक उत्सव 2018 मसीह मानपत्र सह संवर्धित करा छात्रछात्री कहीपरि कारण स्थान ये जानी मोर नना स्वर्गत दामोदर दास से चाहड़ी करते उदयनाथ त्रिपाठी की मोर प्रतिभा के अनुभव कर पारे पिला प्रतिभा किसी अच्छी बोऊ को कहते नानी तू मोबाइल पठा से भल पाठ पढ़े जापर प्रतिभा अच्छी तो छात्रछात्री मुझे शुणी भाईना मत कहती जे मो नना प्रथम गुरु प्रेरणा से आज बहुत दूर जापर कृतज्ञता प्रकाश कर चैनल को प्रथम धन्यवाद दूची मो हूँ प्रोफेसर बसंत कुमार साहू प्रोफेसर उदयनाथ त्रिपाठी जी मोर व्यक्तिगत गुरु मो हाईस्कूल पाठ पढ़ला बेले से आम साइंस टीचर थिले एवं से विज्ञान को एते सरलीकरण में पढ़ाती जिते छात्र समस्त सहजता को बुझी नियंती एवं परवर्ती अवस्था सार आम नयाहाट हाईस्कूल पढ़ाई गला पर सेंट्रल स्कूल रे जॉइन कले सेठी वृत्तिगत व्यवस्था आरंभ कले एवं तापर विशेष जदि संस्पर्श आसी नी मुझे प्रिंसिपल थी महर्षि कॉलेज से सार संस्पर्श आसली एवं सार संस्पर्श आसला निजक गर्व अनुभव कली गौरव अनुभव कली मैथमेटिक्स और साइंस पाठ पढ़ा सार गोटे सब विषय क्लियर कि आमको बुझाती पिला पाठ मत आजाए शिक्षकता सहित गोटे बड़ लोक थाए से मनुष्य तैयारी करते पिला भविष्य भल मनुष्य हे समाज को दिग्दर्शन देवे शिक्षा पिलादिनर गाँ दाण्ड धूलिमाटी खेल सरिला परे उच्च शिक्षा चाकरी इतिमध्य 1970 मसीह से निमापड़ा स्थित प्रहराज साई स्थित प्रभात नलिनी को विवाह करती तापरे आरंभ हुए तांकर सांसारिक जीवन। मोर आम भाई भौणी हिसाब से 3 जन भाई भौणी से नहांती संसार में मु अच्छी मोर गोटे पुआ 2टी झील आ मोर पत्नी होती प्रभात नलिनी त्रिपाठी आ से निमापड़ा लोक तेणु आम परिवार भितर आम पिलाने सब निज कर्म व्यस्त आम ये रोचु पिला सहित मझे मझे मिशु एमती आम जीवनटा सुखरे कटी। मोर 2 झील गोटे पुओ बड़ झील से MSc BEd पास करती आर्मी कर्नल को बाहर तार 2 पुओ 2 झील गोटे पुओ गोटे झील बड़ झील हूँ मेडिकल पढ़ुची फाइनाल ईयर आपर सान झील गोटे झील सान झील हूँ डॉक्टर तापर ज्वाइन भी डॉक्टर पुअर गोटे पुओ आ से स्वामी अच्छा से 2 जन सफ्टवेयर इंजीनियर। आम आसीचु उदयनाथ त्रिपाठी विजुअल ऑटोबायोग्राफी बनाने आप सहधर्मी हिसाब से केते खुशी अच्छे मोर किसी खुशी दुख संसार सेमती चले जहाँ है सब ठाकुर इच्छा मोर ये विषय किसी अधिक कहना। नना तुम्हें बहुत उद्योगी परिश्रमी तुम आत्मविश्वास बहुत उच्च कोटीर ठाकुर तुमको सबू कम सहाय करंतु तुम्हें आहुरी आगे आगे बढ़।
तुमे जीवन रे अनेक कष्ट सहिबा सत्ते जहाँ चाहिछ ताहा अर्जिछ। मते लागे एइटा तुमर आत्मविश्वास और निष्ठा जे तुमको एते आगे नहीं जाइछ। मु एते गर्वित जे तुमे आज एई बयस रे भी निजर उत्साह एवं लक्ष्य को प्राप्ति पाई सदैव तत्पर। मु ईश्वर को यही प्रार्थना करुछि जे तुमर सबु छोट एवं बड़ स्वप्न साकार हो आ तुमे सदा खुशी रह। मामा तुम गोटे कविता पढ़िया चाहूँ। कविताटा किसी ए प्रकार लागे सबू काली परी स्कूल कॉलेज चाकरी बाहागर और शेष पितृत्वर संधान गड़ी चली समय घूरी बुलुची पृथ्वी हेले तुमे ही मोर आरंभ जेमिति पृथ्वी पाई सूर्य मो जीवनर पुराणता और शून्यतार मरीचिकारे मो जानत ओ अजाणतरे तुम ठारू पाइछि मु सबु किछि। पंच महाभूत को कच्वित कृतज्ञता मिले मु भी कहि पारेनी मन कथा तुमे ही बुझी जाओ। नन्ना बाप घर छाड़ी आसीथिली मनरे थिला अनेक अहेतुक भय ओ किछि आशा आपणक स्नेह और वात्सल्य दूर कला सबु उत्कंठा। भाग्यवती स्त्री को मिले ससुरालय रे बापांक आदर स्नेही साधा सीधा सरल सच्चोट अति विरला एमिति पितांक आशीर्वाद। भगवान को पाखरे मोर मिनती सुस्थ सबल और दीर्घ सात्विक जीवन आपण को मिलू। श्रीयुत उदयनाथ त्रिपाठी विज्ञान जड़े उच्चकोटीर शिक्षक थिले केंद्रीय विद्यालय संगठन में किंतु साहित्य प्रति जो आकर्षण आज एते दूर नहीं जदिओ से इतिहास और इंग्राजी साहित्य रे निजर पोस्ट ग्रेजुएट कंप्लीट करी इतिहास अध्यापक भाव में केंद्रीय विद्यालय संगठन में कार्य करुले। कार्य अवसर नेबा परे साहित्य प्रति जो अनुराग सभा ताहा बेस प्रशंसनीय। विशिष्ट साहित्यिक श्रीजुक्त उदयनाथ त्रिपाठी तांको जीवन काल मध्य अनेक कविता संकलन गल्प संकलन कविता इत्यादि रचना करचंती। सेथिमध्यरु दिव्य पुरुष तांकर निजस्व संकलन गुड़िक कहूची। दिव्य पुरुष बारबुला नारद महापरी किए हेब प्राचीतिरे रहस्य भेद शूर्पणखार क्रोध धर्म धारणा भिन्न दृष्टि अन्यान्य कविता चिलिकारे पक्षीमेला बंधु 2017 वैचित्र्यमय जगन्नाथ आशा किरण ये शिशु मानक पई गीति प्रभाती एमती अनेक पुस्तक से रचना करचंती। अनेक पुस्तक गुड़िकर तांकर लेखा सब अच्छी आपण देखंतु ये जति पुस्तक सब अच्छी सामने जति पुस्तक मान तांको आलमारी सब अच्छी सब तांकर निजस्व लेखा पुस्तक सब एबे भी आदर्श साहित्य एबे भी बहुत बही पत्र लिखुଛନ୍ତି ମାନେ ସାଇନ୍ସ ଚିତ୍ର ହେଲେ ମଧ୍ୟ ଓଡ଼ିଆରେ ବହୁତ କାବ୍ୟ କବିତା ଲେଖୁଛନ୍ତି। ଆମର ଯେଉଁ ନିଆଳି ହାଇସ୍କୁଲ ଓଲ୍ଡ ବଏଜ୍ ଆସୋସିଏସନ୍ ଅଛନ୍ତି ସେଠିକି ବି ପଠାଉଛନ୍ତି। ସେ ପିଲାବେଳୁ ବହୁତ କଷ୍ଟ କରି ଉନ୍ନତିର ଚରମ ଶିଖରରେ ପହଞ୍ଚନ୍ତି ଏବଂ ସମାଜ ସେବା ଉପରେ ଗାୟତ୍ରୀ ଟ୍ରଷ୍ଟ କୁହନ୍ତୁ ଉତ୍କଳ ସାହିତ୍ୟ ସମାଜ କୁହନ୍ତୁ ଗୋଦାବଧ ସାହିତ୍ୟ ସମାଜ କୁହନ୍ତୁ ପ୍ରତ୍ୟେକ ଅନୁଷ୍ଠାନରେ ତାଙ୍କର ନାମ ଅଛି ଏବଂ ପ୍ରତ୍ୟେକରେ ସେ ଅଧ୍ୟକ୍ଷତା କରନ୍ତି ଏବଂ ତାଙ୍କର ମେନ୍ କାମ ହେଉଛି ଯେଉଁ ଲେଖାଲେଖି କରିଛନ୍ତି ଗୀତ କବିତା ଆଉ ଐତିହାସିକ ରଚନା ସବୁଥିରେ ତାଙ୍କର କବିତ୍ୱ ଆଉ ବାଗ୍ମିତା ପ୍ରକାଶ ପାଇଛି। ସବୁଠୁ ବଡ଼ କାମ କରିଛନ୍ତି
प्राची नदी उपरे से गोटे बही प्रकाश कर से प्राची नदी केमी आरंभ कले बाउंड आरंभ कर काकरपुर पर्यंत सबू इच बाई बीट बीट सबू मंदिर मठ आ मठर महंत समुद्र से परामर्श कर तथ्य आनी से बही लिखी मोगे मु बारमठार काकरपुर जाइए सबुठी सबुठी लोक आगोद कर श्रीजुक्त उदयनाथ त्रिपाठी जड़े भल साहित्यिक कवि और लेखक उदयनाथ त्रिपाठी मोर कवितार शीर्षक हूँ रूपनगरी तुम्हें रूपराणी रूपनगरी तुम्हें रूपराणी रूपर पसरा मेली किणी नहीं थाओ रूप ग्राहक हृदय कुसुम कड़ी रूपनगरी तुम्हें पाटराणी रूप पसरार रूप पसरा को मेली झिलिमिली तुम नाली पाट शाढ़ी उड़ुए फर फर बांक चाहाणी रे मन किणी नियो फुकी मोहिनी मंतर किए गढ़ी अच्छी कनक बदनी तुम सरस रूप माधुरी रूप नगरी तुम्हें पाटराणी रूपर पसरा मेली किणी नहीं थाओ रूप ग्राहक हृदय कुसुम कड़ी निदाघ मरुरे झरार मलय थरे ओएसिसी जल प्रणय अंगने थरे पाद देले अमृत थरे उद्वेल देखी हो जाए मिलन संगीत तुम रूप गुण भारी रूप नगरी तुम्हें पाटराणी रूप पसरा को मेली किणी नहीं थाओ रूप ग्राहक हृदय कुसुम समाज और साहित्य को बढ़ावा कहीं समाज साहित्य ये दुईटी शब्द केवल ये दुईटी अंतरंग भाव में जड़ित तेणु ये दुईटी को जी परिपुष्ट करद्यम कर जीवन सारा साधना कर अध्यापक उदयनाथ त्रिपाठी। धन्यवाद। गोटे शिशु कविता आवृत्ति करेंगे। मु शिशु कविता गोटे आवृत्ति करुच्ची उदयनाथ त्रिपाठी शिशु कविता टी आवृत्ति करुच्ची आमे ओडिया रे आमे ओडिया आमे ओडिया रे आमे ओडिया आम मातृभाषा अति बढ़िया कलिंग उत्कल उड्र नाम रे आम मातृभूमि ख्यात विश्व रे गंगा ठारू गोदावरी पर्यंत आम राज्य थिला सीमा विस्तृत ओडिया थिले विश्व संतान पाइक अटई जोधाक नाम कार्तिक पूर्णिमा शुभ सकाळे साधव संतान बसिना जाऊले जावा बन्य बाली बन्य जाऊले जावा बाली बन्य सुमात्रा दीपक ओडिया पुओ हीरा लीला सुना मोती माणिक उदय गृह फेरुले कोई पुलक मधु गोपबंधु सुभाष घोष ओडिया राइज भल मनीष भाषा को जीवन करी आधार गढ़ी राज्य नव उत्कल शास्त्रीय मान्यता भाषा पाई उत्कल गौरव जश बढ़ी ज्ञान बुद्धि थिला ओडिया निशा नाना दरबरे भरा ओडिशा नवजागरण बेल आसी जाति पाई दियो स्वार्थ मुरुची आस मेरी होई जश दिवा मिलीमिशी भल काम करिबा। खूब सुंदर शिशु कविता टी भाईना को भली लोक जीवन में बहुत लोक देखा जाती बहुत लोक साक्षात होती जिते लोक जीवन में जहाँ संस्पर्श में आसिले समस्त मन रहा अनेक लोक जीवन में शेष पर्यटन मन रहा ता भर भाईना होती जड़े मोर गोटे अमिताक्षर कविता पाठ करुँची कोरोना घेरी रे नहीं मो चाहाणीर छोटा को दिग विदिग को मो हृदय घृणार गतिशीलता मु पिंजरा बध पक्षीटे परी बंदी गृह आबद्ध चाहिए उड़ी जावाकू दूर को हत करी मो हृदय छंद मनरे भरी देछि बंचिवा मरिवार द्वंद्व हो जाइछि मु हीन बीर्य उभे जाइछि
ମୋ କଳ୍ପନାର ସୂର୍ଯ୍ୟ ଅନ୍ଧକାର ଭିତରେ ଅନ୍ଧ ଭଳି ଲହୁଡ଼ି ବୁଲାଇବାକୁ ମନରେ ଉପୁଜିଛି ଦ୍ୱନ୍ଦ୍ୱ। ତାଲା ଝୁଲୁଛି ମୋ କଳ୍ପନା ଆକାଶରେ, ଘର ଦୁଆରେ, ବାଡ଼ି ବନ୍ଧାରେ, ରାଜପଥରେ, କଥା କବିତାରେ କହିବାକୁ ମନା, ନିରୁପାୟ ବାରାଙ୍ଗନା ହରି ଦେଇଛି କରୋନା, ମନରୁ ସବୁ ଉନ୍ମାଦନା। ବହୁତ ସୁନ୍ଦର କବିତା କରୋନା ଉପରେ କବି ଉଦୟନାଥ ତ୍ରିପାଠୀଙ୍କର। ନାନା ଆପଣ ଜଣେ ମହାନ ଶିକ୍ଷକ, କବି, ସାହିତ୍ୟକ ଏବଂ ସର୍ବୋପରି ଜଣେ ମହାନ ପୁରୁଷ। ଆପଣ ସମୟ ସହିତ ବଞ୍ଚିବାକୁ ଶିଖିଛନ୍ତି ଏବଂ ଆପଣ ଜୀବନକୁ ପୁରା ଉପଭୋଗ କରିଛନ୍ତି। ଆପଣଙ୍କ ଲିଭ୍ ଲାଇଫ୍ କିଙ୍ଗ ସାଇଜ୍ର ନୀତିକୁ ମୁଁ ସବୁଠାରୁ ଅଧିକା ପସନ୍ଦ କରେ। ମୁଁ ଆପଣଙ୍କ ଜୀବନର ସମସ୍ତ ସଫଳତା, ସୁସ୍ୱାସ୍ଥ୍ୟ ଏବଂ ସୁଖ କାମନା କରୁଛି। ଆପଣ ଆପଣଙ୍କର ସମସ୍ତ ପ୍ରୟାସରେ ସଫଳ ହୁଅନ୍ତୁ ଏବଂ ମାର୍ଗଦର୍ଶକ ତାରା ପରି ଜ୍ୟୋତି ଜାରି ରଖନ୍ତୁ, ଏହା ଭଗବାନଙ୍କ ପାଖରେ ପ୍ରାର୍ଥନା। ଶ୍ରୀଯୁକ୍ତ ଉଦୟନାଥ ତ୍ରିପାଠୀଙ୍କ ବିଷୟରେ ମୁଁ କିଛିଟା ପରିପ୍ରକାଶ କରିବାକୁ ଯାଉଛି। ଶ୍ରୀଯୁକ୍ତ ତ୍ରିପାଠୀ ଜଣେ ଉଚ୍ଚ କୋଟିର ଆଦର୍ଶ ଶିକ୍ଷକ, ଲେଖକ, ଗାଳ୍ପିକ ଏବଂ କବିତା ମଧ୍ୟ ସେ ବହୁତ ପରିପ୍ରକାଶ କରିଛନ୍ତି। ସେ ଶିକ୍ଷକତା ଆରମ୍ଭ କରିଥିଲେ ବିଜ୍ଞାନରୁ, କରିଥିଲେ ଇତିହାସରେ। ଏଇ ମଝିରେ ସେ ଥକି ଯାଇନାହାନ୍ତି। ଇଂରାଜୀ ସାହିତ୍ୟରେ ମଧ୍ୟ ସେ ସ୍ନାତକ ଡିଗ୍ରୀ। ନମସ୍କାର, ମୁଁ ହେଉଛି ସତ୍ୟଜିତ ମହାପାତ୍ର। ଶ୍ରୀଯୁକ୍ତ ଉଦୟନାଥ ତ୍ରିପାଠୀ ହେଉଛନ୍ତି ମୋର ଶ୍ୱଶୁର। ଶ୍ୱଶୁର କମ୍ ସିଏ ମୋର ପିତାଠୁ ବି ଅଧିକା ମୋତେ ଭଲ ପାଆନ୍ତି, ଆଦର ଦିଅନ୍ତି। ତାଙ୍କଠାରୁ ଯେବେଠୁ ମୁଁ ସଂସ୍ପର୍ଶରେ ଆସିଛି ଦୀର୍ଘ 17 ବର୍ଷ ଧରି, ତାଙ୍କ ଭଳି ଜଣେ ବିରଳ, ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତିର ପୁରୁଷ ଦେଖିବାକୁ କମ୍ ମିଳେ। ସେ ଦୀର୍ଘ 25 ବର୍ଷ ଧରି ଯେଉଁ ସାହିତ୍ୟ ସମାଜରେ ଖ୍ୟାତି ଅର୍ଜନ କରିଛନ୍ତି, ତାଙ୍କ ପାଇଁ ମୁଁ ତାଙ୍କର ଭବିଷ୍ୟତରେ ଆଗକୁ ଆହୁରି ଭଲ ଭଲ ଗୀତ, କବିତା, ଗଳ୍ପ ରଚନା କରନ୍ତୁ। ଜୟ ଜଗନ୍ନାଥ। ମୋର ବନ୍ଧୁ ଶ୍ରୀ ଉଦୟନାଥ ତ୍ରିପାଠୀ ମୋର ଦୀର୍ଘ 50 ବର୍ଷ ଧରି ତାଙ୍କ ସାଙ୍ଗରେ ମୋର ବନ୍ଧୁତା ଏବଂ ମୋର ସେ ସାଙ୍ଗ। ସେ ଯେତେବେଳେ କେନ୍ଦ୍ରୀୟ ବିଦ୍ୟାଳୟରେ ଫାଷ୍ଟ ଜଏନ୍ କଲେ ଖଡ଼ଗପୁର IIT ଶାଖାରେ, ସେଇଦିନ ଠାରୁ ତାଙ୍କର ମୋ ସାଙ୍ଗରେ ଆଜି ପର୍ଯ୍ୟନ୍ତ ମୋର ବନ୍ଧୁତା ରହିଛି। ସେ ଖୁବ୍ ମିଷ୍ଟିଭାଷୀ ଲୋକ ଏବଂ ତାଙ୍କ ସାଙ୍ଗରେ ମୋର ସବୁବେଳେ ଫୋନ୍ରେ ଆଦାନ ପ୍ରଦାନ ସବୁକିଛି ବିଷୟରେ କଥାବାର୍ତ୍ତା ହୁଏ ଏବଂ ଅନ୍ତରଙ୍ଗ ବନ୍ଧୁ ସେ, ଏବଂ ସେ ତାଙ୍କର ଅନ୍ତରର କଥା ମୋ ସାଙ୍ଗରେ ଆଳାପ କରନ୍ତି, ମୁଁ ବି ତାଙ୍କ ସାଙ୍ଗରେ ଅନ୍ତରଙ୍ଗ କଥା ଆଳାପ କରନ୍ତି। ଭଗବାନ କରୁ ସେ ଖୁବ୍ ଦୀର୍ଘାୟୁ ରୁହନ୍ତୁ ଏବଂ